ଜଗନ୍ନାଥ ଆରତ ଭଞ୍ଜନ ଜୟ ଜୟ ଜଗନ୍ନାଥ କରେ ସୁଦର୍ଶନ ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀ লীলা বিনোদনে প্রভু অন্তে অবতরী জয় জয় জগন্নাথ প্রভু চক্রাডোড়া নীল সুন্দর বরবতে লগাই চলিলা দিন জন তারি পারু নাম দিন বন্ধু সাগর যেণু নাম কৃপা সিন্ধু জগত জননী মান শঙ্কর সারলা কণ্ঠপতে বসি পদ কর নরগলা আস্থানরে বন্দে দেব সত্যনারায়ণ আস্থানরে বন্দে দেব সত্যনারায়ণ সমস্তକୁ গহুতরা করন্তু কল্যাণ টপ টপ করিয়া পাই দইবে নাহি বেଳ সাহিত্য সাগরে মন হেলানি চঞ্চল হরিবর বারে করে নম্র নিবেদন উচ্চস্বরে দেবে আজ্ঞা হরি ও লসন মা ও মাউসী যেতে হইচন্তি মেলি আনন্দ মনরে সর্বে দেবে হুড়হুড়ি হরি বল হুড়হুড়ি যেতে দূর যায় গো হত্যা ব্রহ্ম হত্যা ছাড়ি চালি যায় আনন্দে শ্রুতি ডরা বিদুষ এ দিব্য অমিয় রস হত শ্রীলঙ্কাপুরী হেলানি হাসি স্বর্ণময় সিংহাসনে স্বর্ণময় সিংহাসনে বসি বিশাখ গৌরে অনেক ভাবনার সরিলা সরিলা সকল সরিলা সরিলা সকল জয় কালিদাস জয় বেদ ব্যাস ভারতী প্রিয় নন্দন তুমি জ্ঞান গুরু কবি মন্ডলীর ললাট শোভি চন্দন কেউ পথে ভ্রমে যাইছ গুরু হে ভারতী কুসুম ভূমি সেই পথে চলি চলিবি কুসুম পড়িব যাহা নয়নে ଆପଣ ମାନଙ୍କୁ ସାହା ହୋଇଥାନ୍ତୁ ପ୍ରଭୁ ନମାଳି ମୁନାରେ ଗୋଟିଏ ସୁନ୍ଦର କଥାବସ୍ତୁ ଉପରକୁ ଯାଉଛି ଆଜି ଯେତକ ଛାନ୍ଦ ବୋଲା ହବ ସବୁ ହଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଛାନ୍ଦ ବୈଦେଶ ବିଳାସ ଆଜି ଛାନ୍ଦରେ ଛାନ୍ଦରେ ପାଲା ଭାଇନା ଟିକେ ବସା ହଉ ଆଜି ପ୍ରସ୍ତୁତ ହେଇକି ଆସିଥା କେମିତି ଛାନ୍ଦ ହଉଛି ଦେଖ ମୁନା ଯିବା କୋଉଠିକି ଯିବା ଲଙ୍କା ଗହମ ଭାବ କଣ ଗହମ ଭାବ ସେଠି ଆରେ ଶ୍ରୀଲଙ୍କା ଶ୍ରୀଲଙ୍କା ସିଂହଳ ଦ୍ୱୀପ ତ୍ରେତୟା ଯୁଗ ରାଜୁତି କରୁଥାଏ ଜଣେ ରାଜା 14 ଭୁବନର ଚକ୍ରବର୍ତ୍ତୀ ସମ୍ରାଟ ଦଶାନନ ବିଂଶ ବାହୁ ରାବଣ ରାବଣ ଲଙ୍କା ସିଂହଦ୍ୱାର ସିଂହାସନ ଉପରେ ବସିଛି ସିଂହାସନ ଉପରେ ବସିଛି ପାଖରେ ବସିଛି ବାମ ପାର୍ଶ୍ୱରେ ତାର ଅତି ପ୍ରିୟା ରାଣୀ ମନ୍ଦୋଦରୀ ସେଦିନ ରାବଣ ଆଖିରୁ ଧାର ଧାର ଲୁହ ଝରୁଛି ଯାହାକି କେବେ ହେଲେ ତା ଜୀବନରେ ହେଇନି
ଆଜ୍ଞା ରାବଣ ଗୋଟିଏ ଚରିତ୍ର ଜୀବନରେ କେବେ କାନ୍ଦିନି। ଆଜି ଜୀବନର ଅନ୍ତିମ ମୁହୂର୍ତ୍ତରେ ରାବଣ ଆଖିରେ ଆସିଛି ଲୁହ। ରାବଣ କାନ୍ଦୁଛି, ଆଖିରୁ ଲୁହ ଝରୁଛି। ବେଶ ହାତ ଯୋଡ଼ି ଦେଇ ମନ୍ଦୋଦରୀ କହିଲା, ଏହି ସମୟରେ ମନ୍ଦୋଦରୀ ସ୍ୱାମୀ ଆଗେ କରିଲା ଗୁହାରି। ମାନବ ବଚନ ଜାନକୀ ସମର୍ପି ରଖ ଲଙ୍କାପୁର ଶ୍ରୀ। ସ୍ୱର୍ଣ୍ଣମୟ ଲଙ୍କା ଅସ୍ତମିତ କାନ୍ତ ନ ହୁଅ ଆଉ ବିମୁଖ। ନାରୀ ଅଭିଶାପେ ସଜନ ନିଧନ ଲଙ୍କା ହେଲା ଦଗ୍ଧୀଭୂତ। ପୁଅରେ ଆଜ୍ଞା ସେଦିନ ମନ୍ଦୋଦରୀ ହାତ ଯୋଡ଼ି ଦେଇ ରାବଣ ନିକଟରେ କହୁଛି, ବେଶ କହିଲା ସ୍ୱାମୀ, ସ୍ୱାମୀ ଶେଷ ଥର ପାଇଁ ନିବେଦନ କରି କହୁଛି ସ୍ୱାମୀ, ଆଜି ଆପଣ ଏ ଲଙ୍କା କଟକରେ ଥୁଣ୍ଟା ବରଗଛ ପରି ବଞ୍ଚିଛନ୍ତି। ଶହ ଶହ ପୁତ୍ର ନାତି ମାନେ ସମସ୍ତେ ବିଦାୟ ନେଲେଣି। କଣ ଅଛି ସେ ବନବାସୀ ନାରୀ ପାଖରେ ସ୍ୱାମୀ? କାହିଁ ପାଇଁ ତାକୁ ସେ ବନରେ ରଖିଛ? ମୋ ସାନ ପୁଅ ମାନନ୍ତୁ ସ୍ୱାମୀ, ମନ୍ଦୋଦରୀ ତା ସ୍ୱାମୀ ପାଖକୁ ତାକୁ ଫେରେଇ ଦିଅନ୍ତୁ। ମନ୍ଦୋଦରୀ ତମେ କାହା କଥା କହୁଛ? ଆପଣ ଯୋଉ ଅଶୋକ ବନରେ ସୀତାକୁ ଆଣି ରଖିଛନ୍ତି ସ୍ୱାମୀ। ସୀତା ସ୍ୱାମୀ ଫେରେଇ ଦେବି? ହଁ ସ୍ୱାମୀ, ଫେରେଇ ଦେଲେ ଏ ହସ୍ତର ଶଙ୍ଖା ମସ୍ତକର ସୁହାଗ ସିନ୍ଦୁର ଅନ୍ତତ ବଞ୍ଚିଯିବ ସ୍ୱାମୀ। ଯିଏ ଗଲେଣି ଗଲେଣି, ଅନ୍ତତଃ ମୂଳଧନଟା ବଞ୍ଚିଯିବ। ହଁ ସ୍ୱାମୀ, ଏୟା ଭାବୁଛ ତ? ସ୍ୱାମୀ, ଆଚ୍ଛା ମନ୍ଦୋଦରୀ, ସ୍ୱାମୀ ମୁଁ ଦିଟା ପ୍ରଶ୍ନ ପଚାରିବି, ଉତ୍ତର ଦେଇପାରିବ? କୁହନ୍ତୁ ସ୍ୱାମୀ। ଯଦି ମୁଁ ସୀତାଙ୍କୁ ଫେରେଇ ଦିଏ ସ୍ୱାମୀ ଆଉ ଯୁଦ୍ଧ ହବନି, ମୁଁ ମରିବିନି, ହଁ ସ୍ୱାମୀ, ଲଙ୍କାରେ ଆଉ ଯୁଦ୍ଧ ହେବ ନାହିଁ। ଯୁଦ୍ଧ ହବନି। ଆଚ୍ଛା ତାପରେ ଲଙ୍କାର ରାଜଦାଣ୍ଡରେ ଲୋକମାନେ ପ୍ରଜାମାନେ ତମକୁ ରାଜରାଣୀର ସମ୍ମାନ ଦେବେ ତ? ସ୍ୱାମୀ ଦରକାର ନାହିଁ ରାଜାରାଣୀ ପଟରାଣୀ ହେବାର ସୌଭାଗ୍ୟ ଦରକାର ନାହିଁ ସ୍ୱାମୀ, ମୋର ସୁହାଗ ସିନ୍ଦୁର ଦରକାର ସ୍ୱାମୀ। ଆଚ୍ଛା ମନ୍ଦୋଦରୀ, ସ୍ୱାମୀ ତମେ ସିନା ପାଟରାଣୀର ସୌଭାଗ୍ୟ ଚାହୁଁନ, ସ୍ୱାମୀ ଯଦି ତମ ଆଗରେ କେହି ମୋ ନିନ୍ଦା କରେ, ସ୍ୱାମୀ ଯଦି କେହି କହେ ରାବଣ ଗୋଟାଏ ଭୀରୁ, ରାବଣ ଗୋଟେ କା ପୁରୁଷ, ରାବଣ ତା ଜୀବନ ବଞ୍ଚେଇବା ପାଇଁ ସୀତାଙ୍କୁ ଜୀବନ ଭୟରେ ଫେରେଇ ଦେଲା, ସ୍ୱାମୀ ସହିପାରିବ? ହେଲେ ସ୍ୱାମୀ ସହିପାରିବ ସ୍ୱାମୀର ନିନ୍ଦା? ନାଇଁ ସ୍ୱାମୀ। ତେବେ ତମେ କଣ ଭାବୁଛ ମୁଁ ସୀତାଙ୍କୁ ଆଣି ରଖିଛି କଣ ପାଇଁ? କଣ ପାଇଁ ସ୍ୱାମୀ? ତମେ ଆଜି ପ୍ରଥମ ବ୍ୟକ୍ତି ନୁହଁ, ତମ ପୂର୍ବରୁ ମତେ ଆଉ ଜଣେ କହିଛି ସୀତାଙ୍କୁ ଫେରେଇ ଦିଅ, ସ୍ୱାମୀ ଲଙ୍କା ବ୍ୟୁତ୍ପାତ ହବନି। ସ୍ୱାମୀ ତା କଥା ମୁଁ ଶୁଣିନି। ତାହେଲେ ସେ ଜଣକ କିଏ ସ୍ୱାମୀ? କହିବି? କୁହ ସ୍ୱାମୀ। ମନ୍ଦୋଦରୀ, ସ୍ୱାମୀ ଜୀବନରେ ଯାହା ମୁଁ କାହା ନିକଟରେ କହିନି, ସ୍ୱାମୀ ଆଜି ତମ ନିକଟରେ ଗୋଟି 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 କରି ସବୁ କହିବି। ତମେ ମତେ କହିବ ମୁଁ ଯାହା କରିଛି ଠିକ କରିଛି ନା ଭୁଲ କରିଛି। ସ୍ୱାମୀ ମାଲୋ, ଆମ ପୁରାଣ ଭିତରେ କଂସ ଗୋଟେ ଚରିତ୍ର, ଚରିତ୍ର ଯୋଉ ଚରିତ୍ରକୁ ଆମେ ଘୃଣା କରୁ, ରାକ୍ଷସ ବୋଲି କହୁ। ଥିଲେ ମହିଷାସୁର ଗୋଟେ ଚରିତ୍ର, ତାକୁ ଆମେ ଘୃଣା କରୁ। ରାବଣ ଗୋଟେ ଚରିତ୍ର, ତାକୁ ଆମେ ଘୃଣା କରୁ। କିନ୍ତୁ ବାସ୍ତବ କ୍ଷେତ୍ରରେ ଯଦି କଂସ ନଥାନ୍ତା, ସାରେ କୃଷ୍ଣ ଅବତାରକୁ ଆସିଥାନ୍ତେ? ଯଦି ମହିଷାସୁର ନଥାନ୍ତା, ଆମେ ଦୁର୍ଗା ଦେଖିବା ନାହାନ୍ତି। ଦୁର୍ଗା କଣ ଅବତାରବାଦ ଭିତରକୁ ଆସିଥାନ୍ତେ? ଯଦି ରାବଣ ନଥାନ୍ତା, ରାମଚନ୍ଦ୍ର କଣ ଜନ୍ମ ନେଇଥାନ୍ତେ? ବ୍ରହ୍ମ ପୁରୁଷକୁ ଧରାବତରଣ କରିବାରେ ଯିଏ ସିଦ୍ଧହସ୍ତ, ଯିଏ ପ୍ରମୁଖ ଭୂମିକା ଗ୍ରହଣ କରିଛି, ସିଏ ହଉଛି ରାବଣ, ସିଏ ହଉଛି କଂସ, ସିଏ ହଉଛି ମହିଷାସୁର ଇତ୍ୟାଦି ଇତ୍ୟାଦି। ଏମାନଙ୍କ ଚରିତ୍ର ଆଜ୍ଞା ପୁରାଣ ଭିତରେ ଉଚ୍ଚ କୋଟିର ଚରିତ୍ର। ଆଜିର ଏ ସଭାରେ ମୁଁ ରାବଣର ଚରିତ୍ର ଚିତ୍ରଣ କରିବାକୁ ଯାଉଛି। ପ୍ରକୃତରେ ବିଚାର କରିବାକୁ ଗଲେ ରାବଣ କେତେ ଦୂର ଠିକ ନା ଭୁଲ, ରାବଣ ଯାହା କରିଛି ଠିକ କରିଛି ନା ଭୁଲ କରିଛି, ରାବଣ ଘୃଣାର ପାତ୍ର ନା ରାବଣ ନମସ୍ୟ, ସେ କଥାକୁ ଆଲୋଚନା କରିବା ପାଇଁ ମୁଁ ଯାଉଛି। ରାବଣ କହିଲା, ମନ୍ଦୋଦରୀ, ସ୍ୱାମୀ ସେଦିନ ଗୋଟେ ସଭା ବସିଥିଲା। ସଭା ବସିଥିଲା। ସଭା ବସିଥିଲା।
ସାର୍ ରାବଣ ସଭା କରେ। ଏ ପିଲେ ଏଠି ପାଖରେ ବସି ପାଟି କର ନାମ ବସି ଶୁଣ। ହଉ ହଉ ଶୁଣ। ଯା ତମେ ଘରେ ଶୋଇ ପଡିବ, ପାଲା ହେଲେ ମୁଁ ଡାକିଦେବି। ମୁନା ଆଜ୍ଞା ରାବଣ ସେଦିନ ସଭା କରିଛି। ସଭା କରିଛି, ସଭାରେ ସମସ୍ତେ ବସିଛନ୍ତି। ବେଶ ବସିଛି କୁମ୍ଭକର୍ଣ୍ଣ, ଆଜ୍ଞା ବିଭୀଷଣ, ବେଶ ଯେତେ ରାକ୍ଷସ ବାହିନୀ ହଁ ସମସ୍ତେ ସଭା ମଣ୍ଡନ କରିଛନ୍ତି। ଛାତ୍ର ମନ୍ତ୍ରୀ ଗଣ ବସିଛନ୍ତି। ସବୁ ପାତ୍ର ମନ୍ତ୍ରୀ ଅମାତ୍ୟ ସମସ୍ତେ ବସିଛନ୍ତି। ବେଶ ଏତିକି ବେଳେ ହଁ। ରାବଣର ରାଜସଭା ମଧ୍ୟରେ ଗୋଟେ ଦୂତ ଆସି ଆଜ୍ଞା ପହଞ୍ଚିଲା। ଗୋରେ କବି ଯଦୁମଣି ମହାପାତ୍ର ବେଶ ବହି ହେଲା ଆଜ୍ଞା ରାଘବ ବିଳାସ, ହଁ ହଁ ଗୋଟେ ପଦ ଛାନ୍ଦ। ଏଇଠି ଆଜି ଗଣିବା କେତେ ଛାନ୍ଦ ଦିଆ ହଉଛି, ଭାଇ ମୋର କେତେ ଛାନ୍ଦ ଦେବେ ଦେଖିବା। ପୁଅ ଆଜ୍ଞା ପହଞ୍ଚିଲା ଦୂତ। ବେଶ ଦୂତ କଣ କହିଲା? କଣ କହିଲା? କବି ଯଦୁମଣି ଲେଖିଲେ ରାଘବ ବିଳାସ କଣ କହିଲେ? କହିଲା ପୂର୍ବତେ ବତାସ ଗରି ଭକ୍ତା ଯେ ଦୂତବାର ବାଲା ପ୍ରକାଶ। ଆରେ ଦୂତବାର ବାଲା ପ୍ରକାଶ ପ୍ରକାଶ ଦୂତବାର ବାଲା ପ୍ରକାଶ। ଅଶୋକ ମନେ ସତେ ଥିବା ମଧୁରେ ଅଶୋକ ମନେ ସତେ ଥିବା ମଧୁ ଆଉ ବନ୍ଧୁ ସିନ୍ଧୁ କୂଳେ ପ୍ରବେଶ। ହାସର ଜଳେ ତମେ ରାଜରେ ଭାସି ଭାସି ରାଗ ଅଧୀନ ହାସର ଭାସି ଭାସି ରାଗ ଅଧୀନ ଆଉ କଣ ନଦୀକି ଧାରା ଯିବୁନି, ଯୋଉ କମଟ ଲାଟିନ ଅଛି ସେଇଥିରେ ବସିବୁ। ଏଠିକିଆ ପୂର୍ବ ଦେବତା। ଆଜ୍ଞା ପୂର୍ବ ଦେବତା ଦେବତା ମାନଙ୍କର ପୂର୍ବଜ କିଏ? ରାକ୍ଷସ କୁଳ। ହଁ ଆଜ୍ଞା କଶ୍ୟପ ଋଷିଙ୍କର ଦିଟା ପତ୍ନୀ, ଦିଟା ସ୍ତ୍ରୀ ଗୋଟିଏ ଦିତି ଆଉ ଗୋଟେ ଗୋଟେ ଅଦିତି। ଅଦିତି। ଦିତି ହେଲା ବଡ, ଅଦିତି ହେଲା ସାନ। ଆଜ୍ଞା ଦିତିଙ୍କ ଗର୍ଭରୁ ଯିଏ ଜନ୍ମ ନେଲେ ସେମାନେ ହେଲେ ଦୈତ୍ୟ। ବେଶ ଅଦିତିଙ୍କ ଗର୍ଭରୁ ଯିଏ ଜନ୍ମ ନେଲେ ଆଜ୍ଞା ସେ ହେଲେ ଅଦ୍ୱୈତ ଅର୍ଥାତ ଦେବତା। ଆଜ୍ଞା ତାହେଲେ ପୂର୍ବ ଦେବତା କିଏ? ରାକ୍ଷସ କୁଳ। ଦେବତା ମାନଙ୍କର ପୂର୍ବଜ ହେଲେ ରାକ୍ଷସ। ବେଶ ପୂର୍ବ ଦେବତା। ହଁ ସର୍ବରୀ ଭର୍ତ୍ତା। ସର୍ବରୀ ସର୍ବରୀ କହିଲେ ରାତ୍ରି, ଭର୍ତ୍ତା କହିଲେ ରାତ୍ରିର ଭର୍ତ୍ତା ଚନ୍ଦ୍ର। ଚନ୍ଦ୍ର। ଆଜ୍ଞା ତାହେଲେ ପୂର୍ବ ଦେବତା କହିଲେ ରାକ୍ଷସ କୁଳର ଚନ୍ଦ୍ରମା। ରାକ୍ଷସ କୁଳର ଚନ୍ଦ୍ରମା। ବେଶ କିଏ? ବିଂଶ ବିଂଶ ଭାଉତ ସାନ ରାବଣ। ରାବଣ। ଆଜ୍ଞା ତାରି ନିକଟରେ ଗୋଟେ ଦୂତ ଆସି ପହଞ୍ଚିଲା। ହଁ 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 ଦୂତ ବାର୍ତ୍ତା କଲା ପ୍ରକାଶ। ଧାଇଁ 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 ଗୋଟେ ଦୂତ ଆସି ପହଞ୍ଚିଲା। କହିଲା ମଣିମାଙ୍କର ଜୟ ହଉ। ମଣିମାଙ୍କର ଜୟ ହେଉ, ମଣିମାଙ୍କର ଜୟ ହେଉ, ମଣିମାଙ୍କର ଜୟ ହେଉ। କି ସମ୍ବାଦ ଦୂତ? ମଣିମା ଦୁଃସମ୍ବାଦ, ମଣିମା ଦୁଃସମ୍ବାଦ, ମଣିମା ଦୁଃସମ୍ବାଦ। ଦୁଃସମ୍ବାଦ। ହଁ ମଣିମା। ମଣିମା ମୁଁ ହସିବି ବୋଲି ତୁ ହସିବୁ? ଆଜ୍ଞା ଷଣ୍ଢ ଦେହୁଛି ତ ତା ପଛରେ ଟିଙ୍କ କହୁଛି ମୁଁ ଡେହିକି ପଳେଇବି। ଆଚ୍ଛା ଦୂତ ମଣିମା କି ଦୁଃସମ୍ବାଦ? ମଣିମା ଯଦି ମୁଣ୍ଡ ରହିବ ତାହେଲେ ତୁଣ୍ଡ ଖୋଲିବି ମଣିମା। ମୁଣ୍ଡ ରହିଲା ଅଭୟ ଦେଲେ ତ ଅଭୟ ଦଉଛି। କଣ ସମ୍ବାଦ ଆଣି ଆସିଛୁ କହ? ମୁଣ୍ଡରେ ହାତ ମାରି ଦିଅନ୍ତୁ।
କହ 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 କଣ କହିଛୁ? ମଣିମା ଆପଣ ଯୋଉ ନାରୀ କି ଚୋରି କରି ଆଣି ଅଶୋକ ବନରେ ରଖିଛନ୍ତି ମଣିମା। କଣ କହିଲୁ? ମୁଁ କହୁନି ମଣିମା, ମୁଁ କହୁନି। କଣ କହିଲୁ? ମୁଁ ଚୋର? ଆପଣଙ୍କୁ ମୁଁ କହୁନି, ଏ ରାଜ୍ୟର ଲୋକମାନେ ଯାହା କଥା ହଉଛନ୍ତି ସେଇ କଥା କହୁଛି ମଣିମା। ଆଚ୍ଛା କହ କହ। ତାର ବନ୍ଧୁ ମାନେ ତାର ସ୍ୱାମୀ, ଇଏ ରାମ? ତାର ମାଲିକ ରାମଚନ୍ଦ୍ର। ରାମ? ହଁ ମଣିମା। ହଁ। ଆସିକି ସିନ୍ଧୁ କୂଳରେ ଉପସ୍ଥିତ ହେଲାଣି ମଣିମା। ସିନ୍ଧୁ କୂଳରେ, ସମୁଦ୍ର କୂଳରେ ପହଞ୍ଚିଲା। ଆଜ୍ଞା। ଆଚ୍ଛା କାହିଁକି ଆସିଛି? ଆପଣଙ୍କ ସାଙ୍ଗରେ ଯୁଦ୍ଧ କରିବା ପାଇଁ। ମୋ ସାଙ୍ଗେ ଯୁଦ୍ଧ କରିବ? ଆଜ୍ଞା। ରାମ ଯୁଦ୍ଧ କରିବ ମୋ ସାଙ୍ଗରେ? ଆଜ୍ଞା ମଣିମା। ସାଙ୍ଗରେ କିଏ କିଏ ଅଛନ୍ତି? ମଣିମା ସାଙ୍ଗରେ ପୁଳାଏ ଭାଲୁ ଆଉ ମାଙ୍କଡକୁ ନେଇକି ଆସିଛନ୍ତି ମଣିମା। ଗୁଡେ ଭାଲୁ ମାଙ୍କଡକୁ ଆଣିକି ଆସିଛି ମୋ ସାଙ୍ଗେ ଯୁଦ୍ଧ କରିବ? ଆଜ୍ଞା ମଣିମା। ତୁ ବୋଧେ ଜାଣିନୁ। କୋଉ କଥା? ଜାଣିନୁ? କୋଉ କଥା? କହିଲା ଆଲୁଅ ଦେଖିଲେ ଭାଲୁ ବାପୁଡା, ଆଲୁଅ ଦେଖିଲେ ଭାଲୁ ବାପୁଡା, ଆଲୁଅ ଦେଖିଲେ ଭାଲୁ ବାପୁଡା, ଆଲୁଅ ଦେଖିଲେ ଭାଲୁ ବାପୁଡା, ବଲୁଅ ଦେଖିଲେ ମାଙ୍କଡ ବୁଢା, ଆଲୁଅ ଦେଖିଲେ ମାଙ୍କଡ ବୁଢା, ବାଲୁ ବାଲୁ ହୋଇ ଯିବେ ପଳାଇ, ବାଲୁ ବାଲୁ ହୋଇ ଯିବେ ପଳାଇ, ବାଲୁ କଣ ତାଙ୍କ ଦେବୀ ଛড়াই। ବାଲୁ କଣ ତାଙ୍କ ଦେବୀ ଛড়ାଇ। ଏ ଦୂତ, ମଣିମା ନିଆଁ ଦେଖିଲେ ଭାଲୁ ଡରେ, ତାଙ୍କ ଲୋମ ଫୁରୁସି ଯିବ ବୋଲି। ଗୋଡି ବାଟୁଳି ଦେଖିଲେ ମାଙ୍କଡ ଡରେ। ଆଜ୍ଞା ଏଗୁଡା କଣ ଯୁଦ୍ଧ କରିବେ କିରେ? ମଣିମା। ଯୁଦ୍ଧ କରିବାକୁ ଆସିଛନ୍ତି ରାବଣ ସାଙ୍ଗରେ? ହଁ ମଣିମା। ଦେଖିବା। ଆଚ୍ଛା ଆଉ କଣ ଦେଖିଲୁ? ମଣିମା ସହସ୍ର ଭାଲୁ ମାଙ୍କଡକୁ ନେଇ ଆସିଛନ୍ତି ଯୁଦ୍ଧ କରିବା ପାଇଁ। ସିନ୍ଧୁ କୂଳରେ ସେତୁ ବନ୍ଧ ପ୍ରତିଷ୍ଠା ସରିଲାଣି ମଣିମା। ଦୂତ, ମଣିମା, ଦୂତ ମଣିମା। ଶୁଣ ଶୁଣ, କୁହନ୍ତୁ ମଣିମା। ସେମାନେ ଯୁଦ୍ଧ କରିବାକୁ ଆସିନାହାନ୍ତି। ଆଉ କୁଆଡେ ଆସିଛନ୍ତି ମଣିମା? ସେ ଯୋଉ ରାମ ଆସିଛି ହଁ ସମୁଦ୍ର ଜଳରେ ମରିବାକୁ ଆସିଛି। ହଁ ମୁଁ ଭାବିଲି ସେ ପାଲା କରିବାକୁ ଆପଣ ସାଙ୍ଗେ ଆଇଛନ୍ତି ବୋଲି। କିରେ କାହା କଥା କହୁଛୁ? ବଡ ଆପା କଥା। ମୁଁ ତାଙ୍କ କଥା କହୁଛି? ତମେ ତା କଥା କହିଲନି। କଣ କହିଲି? କହିଲ ମୁନା ମୁଁ ଆଜି ଏଇ ପଦଟା ଗାଇବି, ତାଙ୍କୁ ଦେଖେଇକି ତୁ କହିବୁ। ମୁଁ କହିଲି ସିଏ ଆପଣ ବାପା, ସିଏ ହେଲେ ବଡ ବାପା, ମୁଁ କିଆ ତାଙ୍କୁ କହିବି? ନା ଯଦି ନ କହିବୁ ତ ପଇସା କାଟିବି। ସେଇ ଡରରେ ମୁଁ ଆଜ୍ଞା କହୁଛି ଆଜ୍ଞା, ସତ କଥା। ଆଚ୍ଛା ଏଠି ରାମ କିଏ? ରାମ ହଉଛନ୍ତି ଆପଣ। ଆଚ୍ଛା ମୁଁ କାହା କଥା କହୁଛି? ରାମ କଥା କହୁଛି ଟି? ଆଜ୍ଞା। ରାମ କିଏ? ରାମ ବଡ ବାପା। ବଡାପା ରାମ। ହଁ। ଆଚ୍ଛା ଭାଲୁ କିଏ? ମାଙ୍କଡ କିଏ? ଭାଲୁ ମାଙ୍କଡ ତାଙ୍କ ଷ୍ଟାଫକୁ ଆପଣ କହୁଛନ୍ତି। ବେଶୀ କରି ବାବୁଲା ହେଇକି ଦେଖିକି କହୁଛ। ତମେ କେତେଟା ଅଛ ଖାଲି କଳି ଲଗେଇବାକୁ ଅଛ? ଆପଣ ଯେତେବେଳେ ପେଣ୍ଟିଂ ହେଲେ ଆପଣ ସେ କଥା କହିନାହାନ୍ତି। ରାବଣ କହିଲା କହିଲା ଦୂତ ମଣିମା ସେ ଯୁଦ୍ଧ କରିବାକୁ ଆସିନାହାନ୍ତି, ଆଉ ସେ ମରିବାକୁ ଆସିଛି। ମରିବାକୁ? ହଁ ରାମ ଗୋଟେ ଏମିତି ଲୋକ, ସେ ଉପରକୁ ଚାହିଁ ପାରିବନି, ତଳକୁ ଚାହିଁ ପାରିବନି, ପଛକୁ ଚାହିଁ ପାରିବନି, ଆଗକୁ ଆଗକୁ ଆସିବ, ସମୁଦ୍ରରେ ବୁଡିକି ମରିବ। ହେଲେ ମଣିମା ଉପରକୁ ଚାହିଁ ପାରିବନି କଣ ପାଇଁ ମଣିମା? ଉପରେ କିଏ ଅଛନ୍ତି? ସୂର୍ଯ୍ୟ ଦେବତା। ସୂର୍ଯ୍ୟ ବଂଶରେ ଜନ୍ମ ହଉଛି ରାମ। ଉପରେ ସୂର୍ଯ୍ୟ ଦେବତା ଅଛନ୍ତି, ସୂର୍ଯ୍ୟ ଦେବତା ନିନ୍ଦା କରିବେ। ଆଚ୍ଛା ରାମ କହିଲା ଉପରେ ସୂର୍ଯ୍ୟ ଦେବତା ବୋଲିବେ, ଧିକରେ କୁଳାଙ୍ଗାର ଏ ଅସୁରକୁ ବହୁ ଦେଇଛୁ, ମୁହଁ ଦେଖାଣା ତୋର ଉର୍ଦ୍ଧେ ସୂର୍ଯ୍ୟ ଦେବ ବୋଲିବେ। ସୂର୍ଯ୍ୟ କହିବେ ରାମ ଏ ସୂର୍ଯ୍ୟ ବଂଶରେ କେଡେ କେଡେ କ୍ଷତ୍ରିୟ ବୀରପୁଙ୍ଗବ ଜନ୍ମ ନେଇଛନ୍ତି, ତା ଭିତରୁ ତୁ ଗୋଟେ ବୋଲି ଭାବିଥିଲି, କିନ୍ତୁ ତୁ ତ ସ୍ତ୍ରୀ କି ସୁରକ୍ଷା ଦେଇ ପାରୁନୁ। ଯିଏ ନିଜ ସ୍ତ୍ରୀ କି ସୁରକ୍ଷା ଦେଇ ପାରୁନି, ସେ ପ୍ରଜା ମାନଙ୍କୁ କି ସୁରକ୍ଷା ଦେବ? ଉପରେ ସୂର୍ଯ୍ୟ ନିନ୍ଦା କରିବେ, ତଳେ ପୃଥିବୀ ନିନ୍ଦା କରିବ। ବସୁଧା କହିଲା ତଳେ ବସୁ ମାତା ବୋଲିବେ, କୁଳାଙ୍ଗାର ଜୁଆଇ ଭାବିଛୁ କି ଆଉ ମୋ ଘରେ ଝିଅ ଅଛନ୍ତି ରହି? କୁଳାଙ୍ଗାର ଜୟୀ ରାମ ଗୋଟାଏ ଝିଅ ଜନ୍ମ ଦେଇଥିଲି ସୀତାକୁ, ଯୋଗ୍ୟ ବର ଭାବି ତତେ ମୁଁ ସମର୍ପଣ କରିଥିଲି। ଆଉ ତଳକୁ ନଉଛୁ? ଆଉ କଣ ଝିଅ ଅଛି ନବୁ? ଗୋଟାକୁ ତ ରଖି ପାରିଲୁନି, ଆଉ କଣ ନବୁ? ନିନ୍ଦା କରିବ ପୃଥିବୀ, ପଛକୁ ଯାଇପାରିବନି। ଅଯୋଧ୍ୟାର ପ୍ରଜା ମାନେ ନିନ୍ଦା କରିବେ।
ରାମ ଗଲା ବେଳେ 3 ଜଣ ଯାଇଥିଲ, ରାମ ଲକ୍ଷ୍ମଣ ସୀତା। ଫେରିଲା ବେଳକୁ 2 ଜଣ ଫେରୁଛ। ଯୋଉ ସ୍ତ୍ରୀ କି ସ୍ୱାମୀ ସୁରକ୍ଷା ଦେଇ ପାରୁନି ସେ ପ୍ରଜା ମାନଙ୍କୁ କି ସୁରକ୍ଷା ଦବ? ଅଯୋଧ୍ୟାର ପ୍ରଜା ମାନେ ନିନ୍ଦା କରିବେ। ଏ ନିନ୍ଦାକୁ ସହି ନ ପାରି ରାମ ଆଜି ସମୁଦ୍ରକୁ ଝାସ ଦେଇ ମରିବାକୁ ଆସିଛି ରେ। ସଭା ଭିତରେ ଗୋଟେ ହାସ୍ୟ ରୋଳ ହେଲା। ରାବଣ କହିଲା କାଳଘଣ୍ଟ, ମୁଁ ଯାହା କହୁଛି ଠିକ କହୁଛି ନା ଭୁଲ କହୁଛି? ଆପଣ ହଉଛନ୍ତି ବିଂଶାକ୍ଷ ବିଂଶ ବାହୁ ଦଶାନନ ରାବଣ ତ୍ରିପୁର ବିଜୟୀ। ଆପଣ କେତେବେଳେ ମିଥ୍ୟା କଥା କହିପାରନ୍ତି ଆଜ୍ଞା? ଧନ୍ୟବାଦ। ଆରେ ହସରେ ମହାପାରୁଷ ମଣିମା, ମୁଁ ଯାହା କରିଛି ଠିକ କରିଛି ନା ଭୁଲ କରିଛି? ମଣିମାଙ୍କର ଜୟ। ଆପଣ ହଉଛି ମହାରାଜା, ଆମର ରାଜା। ଆପଣ କେବେ ମିଛ କଥା କହିପାରିବେ କି ଭୁଲ କରିପାରିବେ ନା? ଆପଣ ଯାହା କହୁଛନ୍ତି ଠିକ କରିଛନ୍ତି। ସାରେ ସଭାରେ ଯେତେ ବସିଥିଲେ ସମସ୍ତେ ଗୋଟିଏ ସ୍ୱରରେ କହିଲେ ଆଜ୍ଞା ଯାହା କରିଛନ୍ତି ଠିକ କରିଛନ୍ତି। ଲୁଣ ଖାଉଛନ୍ତି ଗୁଣ ଗାଇବେ ନା? ସମସ୍ତେ ଏକ ସ୍ୱରରେ କହିଲେ। କିନ୍ତୁ ପୁଅରେ ରାବଣ ବିଚାର କଲା, କହିଲେ ଏଗୁଡାକ ସଭାରେ ବସିଛନ୍ତି, କିଏ ମନ୍ତ୍ରୀ, କିଏ ସଚିବ, କିଏ ପରାମର୍ଶଦାତା, ଏମାନେ ସିନା ରାଜାଙ୍କୁ ଭଲ ବୁଦ୍ଧି ଦେବା କଥା। ଆଜି ମୁଁ ପରୀକ୍ଷା କରିବାକୁ ଚାହୁଁଛି ଏ ସଭା ଭିତରେ ପ୍ରକୃତ ନ୍ୟାୟ କଥା କିଏ କହିବ? ଆପଣ ମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା? ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।